ଆଜିର ପ୍ରସଙ୍ଗ ବିଷୟ ଜୀବନରେ ଏକ ସ୍ଥାୟୀ ଆରମ୍ଭ ପାଇଁ ସ୍ତନ୍ୟପାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ସୁକନ୍ୟା ଜେନା। ଶିଶୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସ୍ତନ୍ୟପାନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷର ସ୍ତନ୍ୟପାନ ସପ୍ତାହ ଗତକାଲି ଉଦ୍ଯାପିତ ହୋଇଛି। 1990 ମସିହା ଅଗଷ୍ଟ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ୍, ସରକାରୀ ନୀତି ନିର୍ଦ୍ଧାରକ ଏବଂ ଅନ୍ୟାନ୍ୟ ସଂଗଠନ ସ୍ତନ୍ୟପାନକୁ ସୁରକ୍ଷା, ପ୍ରୋତ୍ସାହନ ଏବଂ ସମର୍ଥନ କରିବା ଲକ୍ଷ୍ୟ ନେଇ ଏକ ମିଳିତ ଘୋଷଣାନାମା ଜାରି କରିଥିଲେ। 1992 ମସିହାରୁ ପ୍ରତିବର୍ଷ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଆସୁଛି। 170ଟିରୁ ଅଧିକ ଦେଶରେ ଏହି ସପ୍ତାହ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଥିଲା ସ୍ତନ୍ୟପାନ ଦ୍ୱାରା ସୁରକ୍ଷିତ ଭବିଷ୍ୟତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଜନ୍ମ ହେବାର ପ୍ରଥମ ମାସରେ ଶିଶୁର ସମସ୍ତ ପ୍ରକାର ଶକ୍ତି ଓ ପୋଷଣ ଆବଶ୍ୟକତା ମା କ୍ଷୀର ପୂରଣ କରିଥାଏ। ସ୍ତନ୍ୟପାନ ଶିଶୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ। ମା କ୍ଷୀର ଶିଶୁମାନଙ୍କ ପାଇଁ ସବୁଠାରୁ ଉତ୍କୃଷ୍ଟ ଖାଦ୍ୟ ଅଟେ। ଶିଶୁର ଅନନ୍ୟ ପୁଷ୍ଟିକର ଆବଶ୍ୟକତାର ପୂରଣ କରିବାରେ ଏହା ବିଶେଷ ଉପଯୋଗ ସାବ୍ୟସ୍ତ ହୋଇଥାଏ। ଏହା ଏଭଳି ଏକ ଜୀବନ୍ତ ପଦାର୍ଥ ଯାହା ଶିଶୁର ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିଜର ଗଠନ ପରିବର୍ତ୍ତନ କରିଥାଏ। ସ୍ତନ୍ୟପାନ କରାଉଥିବା ମା'ମାନଙ୍କୁ ପରିବାର, ସମାଜ, ସମ୍ପ୍ରଦାୟ ଏବଂ ସ୍ୱାସ୍ଥ୍ୟକର୍ମୀ ସମସ୍ତେ ସହଯୋଗ ପ୍ରଦାନ କରିବା ଉଚିତ। ମା କ୍ଷୀରରେ ପ୍ରୋଟିନ୍, ଚର୍ବି, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏବଂ ଖଣିଜ ପଦାର୍ଥର ସଠିକ୍ ମିଶ୍ରଣ ଥାଏ, ଯାହା ଶିଶୁର ସର୍ବୋତ୍ତମ ବୃଦ୍ଧି ଓ ବିକାଶ ପାଇଁ ଆବଶ୍ୟକ ହୋଇଥାଏ। ମା କ୍ଷୀରରେ ରୋଗ ପ୍ରତିରୋଧକ ଶକ୍ତି ଭରି ରହିଥାଏ, ଯାହା ଶିଶୁକୁ ସଂକ୍ରମଣ, ଆଲର୍ଜି ଓ ବିଭିନ୍ନ ଦୁରାରୋଗରୁ ରକ୍ଷା କରିଥାଏ। ମା କ୍ଷୀର ଶିଶୁର ଅନ୍ତନାଳୀରେ କ୍ଷତିକାରକ ଜୀବାଣୁ ବୃଦ୍ଧିକୁ ବାଧା ଦେଇଥାଏ, ତେଣୁ ଶିଶୁକୁ ସଂକ୍ରମଣଜନିତ ପେଟ ରୋଗ ଓ ଝାଡ଼ା ହୁଏ ନାହିଁ। ପ୍ରସବ ପରେ ମାତୃସ୍ତନର ଗାଢ଼ ହଳଦିଆ ରଙ୍ଗର କ୍ଷୀରକୁ କୋଲୋଷ୍ଟ୍ରମ୍ ବା ବହୁଳ କଷ କ୍ଷୀର କୁହାଯାଏ। ଏହା ପ୍ରତିରକ୍ଷାକାରୀ ଜୀବକୋଷରେ ଭରପୁର ରହିଥାଏ ଏବଂ ଶିଶୁକୁ ନିରୋଗ ରଖିବା ସହ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥାଏ। ସାଧାରଣତଃ ସାଧାରଣ ପ୍ରସବର ଅଧଘଣ୍ଟା ପରେ ଏବଂ ସିଜରିଆନରେ 3-4 ଘଣ୍ଟା ମଧ୍ୟରେ ମା ଶିଶୁଙ୍କୁ କ୍ଷୀର ଖୁଆଇବା ଉଚିତ। ଶିଶୁକୁ ସ୍ତନ୍ୟପାନ ପରେ କାନ୍ଧରେ ପକାଇ ପିଠି ଥାପୁଡ଼େଇଲେ ହାକୁଟି ଆସେ। ତାକୁ ବର୍ପ କୁହାଯାଏ। ମା କ୍ଷୀରର ପ୍ରତ୍ୟେକ ବୁନ୍ଦା ଗୁରୁତ୍ୱପୂର୍ଣ୍ଣ। କର୍ମଜୀବୀ ମହିଳା ଅଳ୍ପ ସମୟ ପାଇଁ ସ୍ତନ୍ୟପାନ କରାଇପାରିଲେ ତାହା ଶିଶୁ ପାଇଁ ବହୁ ଲାଭଦାୟକ ହୋଇଥାଏ। ଅଧ୍ୟୟନରୁ ଜଣାପଡ଼ିଛି ସ୍ତନ୍ୟପାନ କରୁଥିବା ଶିଶୁ ବୃଦ୍ଧି ଏବଂ ସ୍ମରଣ ଶକ୍ତିର ବିକାଶ ହୁଏ। ସଚେତନତା ବୃଦ୍ଧି, ସକାରାତ୍ମକ ଚିନ୍ତାଧାରା ଯୋଗୁଁ ସ୍ତନ୍ୟପାନ ଶିଶୁଙ୍କ ସଂଖ୍ୟା ଇତିମଧ୍ୟରେ 10% ବୃଦ୍ଧି ପାଇଛି, କିନ୍ତୁ ତଥାପି ଏ ଦିଗରେ ଆହୁରି ଆଗକୁ ଯିବାକୁ ପଡ଼ିବ। ସଂଖ୍ୟା ଆକଳନକୁ ଦେଖିଲେ ଏବେ ମଧ୍ୟ ଲକ୍ଷ ଲକ୍ଷ ଶିଶୁ ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ସ୍ତନ୍ୟପାନକୁ ଅତି କମ୍ରେ 80%କୁ ବୃଦ୍ଧି କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛି। ଏକ ଆକଳନ ଅନୁଯାୟୀ ସ୍ତନ୍ୟପାନ ହାରରେ ଉନ୍ନତି ଆଣିବା ଦ୍ୱାରା ପ୍ରତିବର୍ଷ 8,20,000ରୁ ଅଧିକ ଶିଶୁଙ୍କ ଜୀବନ ବଞ୍ଚିପାରୁଛି। ଶିଶୁଙ୍କ ପାଇଁ ସ୍ତନ୍ୟପାନ ସହାୟତା ଶୀର୍ଷକ ୟୁନିସେଫ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାସ୍ଥ୍ୟ ଅସମାନତା ହ୍ରାସ କରିବା ଏବଂ ମା ଓ ଶିଶୁଙ୍କ ବଞ୍ଚିବା ଓ ବଢ଼ିବା ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ସ୍ତନ୍ୟପାନ ସହାୟତାରେ ଉନ୍ନତି ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି। ବିଶ୍ୱ ଜନସଂଖ୍ୟାର ପାଖାପାଖି ଅଧାରୁ ଅଧିକ ଲୋକ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି। ତେଣୁ ଅନେକ ମହିଳା ସେମାନଙ୍କ ଶିଶୁମାନଙ୍କୁ ଉତ୍ତମ ଭାବରେ ସ୍ତନ୍ୟପାନ କରାଇବା ପାଇଁ ଆବଶ୍ୟକତା ସହାୟତା ପାଇପାରନ୍ତି ନାହିଁ। ସ୍ତନ୍ୟପାନ ପାଇଁ ମା'ମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ, ସହାନୁଭୂତି ଓ ସମ୍ମାନଜନକ ସ୍ୱାସ୍ଥ୍ୟ ପରାମର୍ଶ ଆବଶ୍ୟକତା ରହିଛି। ସୁରକ୍ଷିତ ଏବଂ ସମର୍ଥିତ ପରିବେଶ ଦ୍ୱାରା ମହିଳାମାନେ ସେମାନଙ୍କ ଶିଶୁଙ୍କୁ ସ୍ତନ୍ୟପାନ କରାଇବାର ସମ୍ଭାବନା 2 ଗୁଣରୁ ଅଧିକ ହୋଇଥାଏ। ଏଥିପାଇଁ ପରିବାର, ସମ୍ପ୍ରଦାୟ, ସ୍ୱାସ୍ଥ୍ୟକର୍ମୀ, ନୀତି ନିର୍ଦ୍ଧାରକ ଏବଂ ଅନ୍ୟାନ୍ୟ ନିଷ୍ପତ୍ତି ଗ୍ରହଣକାରୀମାନେ ସମସ୍ତେ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିଥାନ୍ତି। ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଶିଶୁଙ୍କୁ ତାଙ୍କ ଅଧିକାର ପ୍ରଦାନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ସଚେତନତା ବୃଦ୍ଧି, ସଠିକ୍ ପରାମର୍ଶ, ପାରିବାରିକ ସହଯୋଗ ଦ୍ୱାରା ଏହା ସମ୍ଭବ ହୋଇପାରିବ।